ଖାଇନୁ କାହିଁ ତୋର କ'ଣ ହେଇଛି କି? ସେଇଥିପାଇଁ ବା ଦୁର୍ବଳରୁ ଖାଲି ମୁଁ ଝଡ଼ି ଯାଉଛି। ହଁ କିଛି ଯାଇନ ତ। ହଁ ତୋର କ'ଣ ହେଇଛି ତୁ କାହିଁ ଖାଇଲୁନି? କ'ଣ ହେଇଛି କ'ଣ ନ ହେଇଛି କହୁନାହାନ୍ତି? ଆରେ କ'ଣ ହେଇଛି କହ। କ'ଣ ନ ହେଇଛି କହୁନାହାନ୍ତି? ଆରେ ମୁଁ କ'ଣ ରାଜାଙ୍କ ଦୂତ ବୋଲି ବୃହସ୍ପତି ହେଇଗଲି, ତୋର କ'ଣ ହେଲା ମୁଁ କେମିତି ଜାଣିବି କହ। ଆଜ୍ଞା ଆମ ରାଜ୍ୟକୁ ଗୋଟେ ବଡ଼ ଦନ୍ତାବରାହ ବସି ଆସିଛି। କେଡ଼ୁଟେ? ଏଡ଼ୁଟେ ବଡ଼ ଦନ୍ତାବରା? ହଁ। କାହିଁ ମୁଁ ତ ଏତେ ବାଟ ଆଇଲି କୋଉଠି ଦେଖିନାହିଁ। ନା ଆଖିରେ ଚଷମା ଲଗେଇକି ଆଇଥିବ ତ ହେଇଥିବ ଦେଖା ନାଇଁ ଗୋଟେ କାଠ ଚଷମା ପିନ୍ଧିକି ଆଇଲନି। 40 ହେଇଗଲାଣି। ବାହା ଆଇଲା ତ କ'ଣ ହେଲା ତମର? ଭଲ ହେଲା ମାରିଥାନ୍ତ ମାଂସ କରି ଖାଇଥାନ୍ତ ଆମେ ନ ଜାଣିବା ପୂର୍ବରୁ, ନହେଲେ ଶୁଳି ଦଣ୍ଡ। ଆରେ ଆମେ ନ ଜାଣିବା ପୂର୍ବରୁ କାଟିକି ଖାଇଦେ। 10 ଲୋକ ତାକୁ କ'ଣ ମାରିବି? ସିଏ ମତେ ଏମିତି ମାରିକି ଯାଇଛି ସେ ବାରହା। ମୁଁ ତ ଦିନ ରାତି ମୋ ଆଖିରୁ ଜମା ଲୁହ ଆଉ ଶୁଖୁନି। ଶୁଖୁନି? ନାଇଁ ଖାଲି ତ ବହୁଛି ଆଉ। ଖାଲି ବହୁଛି? ଖାଲି ବହୁଛି। ବହୁଥବ କାଇଁ ଗରମ ସେମିତି ହଉଛି। ହେଇଛି କ'ଣ କହ ଖୋଲିକି। ଆଜ୍ଞା ସେ ଦନ୍ତାବରାହ ତ ଆସିଲା ମୋ ସ୍ୱାମୀକୁ ଛାଡ଼ିଦେଲା, ହେଲେ ମୋ ଘଇ ତାକୁ ନେଇଗଲା। ଶଳା କ'ଣ କଲା? ସ୍ୱାମୀଟାକୁ ଛାଡ଼ିକି ଘଇତାଟାକୁ ନେଇଗଲା। ହଁ ଆଜ୍ଞା। ତୋର କେତୁଟା କିଲ? ମୋର ବେଶୀ ନୁହଁ ମ, ମୋର 2ଟା ମାତ୍ର। ଆଉ ଦରକାର ହଉନ୍ତି? ନାଇଁ ସେ 2ଟା ଯଥେଷ୍ଟ। ହଁ ହେଲେ ଏବେ ତ ସ୍ୱାମୀ କି ଛାଡ଼ିକି ଘଇତାକୁ ନେଇଯାଇଛି। ଘଇତାକୁ ନେଇଯାଇଛି? ହଁ ଏଇଆ କଥା ତ। କେତୁଟା ଦରକାର? ନାଇଁ ମୋର ଖାଲି ଘଇତାଟା ହେଲେ ହେଇଯିବ। ନାଇଁ ମୋ ଯେମିତି ଅନେକ ଅଛନ୍ତି କହିଲେ ଲାଇସେନ୍ସ ଦେଇଦେବି 10ଟା। ନାଇଁ ନାଇଁ ମୋର ଖାଲି ଘଇତାଟା ଦରକାର। ହଉ ଠିକ ଅଛି ରହିଥା। ତୋର ଖାଲି ଘଇତାଟା ଦରକାର? ହଁ ମାତ୍ର ଗୋଟେ? ମାତ୍ର ଗୋଟେ। ହଁ ଏଇ କଥା ତ। ହଉ ରହ। ତୋର କ'ଣ ହେଇଛି? ଆଜ୍ଞା ତାର ସିନା ସ୍ୱାମୀ କି ଛାଡ଼ିକିରି ଘଇତାକୁ ନେଇକି ପଳେଇଛି, ହେଲେ ବାରା ମୋର ସବୁ ଖାଇଦେଇଛି। ମାନେ ସବୁ ଖାଇଦେଲା, କିଛି ରଖିଲାନି ବାକି? କିଛି ରଖିନି, ଚାଞ୍ଚି ଦେଲା ଏକା ଚାଞ୍ଚି ଦେଇଛି। ହେ କ'ଣ କଲା? ଓହୋ କ'ଣ କରୁଛି କହିଲୁ? ମୋର 1 ଏକର ଜମି ଥିଲା ଯେ ମୁଁ ଲଗେଇଥିଲି କଦଳୀ, ସେଉ ଆଉ କମଳା ଆଉ ବଡ଼ ବୋଇତାଳୁ, ଆପେଲ ବି ଲଗେଇଥିଲା। ଆପେଲ ଲଗେଇଥିଲି। ନାଇଁ ସେଇ ଯୋଉ ଆପେଲ ସାଇଜ ଭଲ ଥିଲା। ଆଜ୍ଞା ସବୁ ଖାଇଦେଇଛି। ହଁ କିଛି ନାହିଁ ଆଉ? ମାତ୍ର 1 ଏକର ଜମି ନଷ୍ଟ ହେଇଯାଇଛି ତୋର? ସବୁ ଖାଇଦେଇଛି। ହଉ ତୋ କଥା ବୁଝିଆ। ତୋର କଦଳୀ କେତେଟା? ଆଜ୍ଞା ଆଜ୍ଞା ଆଜ୍ଞା। ତମେ ସେଠି କ'ଣ କରୁଛ? ଆଜ୍ଞା ବୁଝୁଛି ତାଙ୍କ ଭଲ। ଶୀଘ୍ର ବୁଝ। ହଁ ବୁଝୁଛି ଆଜ୍ଞା। ଆପଣ ଟିକେ ବେଶୀ କଲକଲ ହଉଛ ତମେ। ନାଇଁ ଆପଣ ଟିକେ କାନ ଦିଅନ୍ତୁ ଆଜ୍ଞା। ଦୁଃଖୀ ରଖି ଲୋକ ଆଜ୍ଞା, ତାଙ୍କ କଥା ଟିକେ ବୁଝ। ଶୀଘ୍ର ବୁଝିକି ଆସ କ'ଣ ହେଇଛି। ହଉ ହଉ ଆପଣ ଦସ୍ତଖତ କରିବା ଲୋକ ଏମିତି। ଆଜ୍ଞା ମୋର କିଛି ଦରକାର ନାହିଁ, ମୋର ଆପେଲ ଦରକାର। ହଁ ସେଇଟା ମୁଁ କରିଦେବି ସଜ, କିଛି ଅସୁବିଧା ନାହିଁ। ଗୋଟେ କାମ କରେ, ତୋ ନାଁ କହ। ମୋ ନାଁ ହୁଡ଼ି ହୁଡ଼ି, ମାନେ ହାଲା ହାଲି। ତତେ ଦରକାର ଗୋଟେ ସଲ ସଲି ନାହିଁ? ହଁ ହଉ ନା ହେଲା ହଲ ହଲି। ତୋ ଆଧାର ନମ୍ବର? ଆଧାର ନମ୍ବର 4ଟା 0। ମାତ୍ର ଆଉ କିଛି ନା, ସେଥିରେ ଆଉ କିଛି ନାହିଁ? କିଛି ନାହିଁ, ଖାଲି 0? ଖାଲି 4ଟା 0। ହଉ 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 ଆଧାର ନମ୍ବର ହେଲା। ନା ହେଲା ଗାଁ ବୋଦାପଡ଼ା। ବୋଦାପଡ଼ା? ହଁ ହଉ ହଉ ତୋ ନାଁ କହ। ମୋ ନାଁ ହଉଛି ଏଣିକିଆ। ଏଣିକିଆ? ହଁ ଏଣିକିଆ। ହଁ ଆଉ ତୋ ନାଁ? ମୋ ନାଁ ପରା ଏଣିକିଆ। ତୋ ନାଁ ଏଣିକିଆ? ହଁ। ଆଉ ଗାଁ ନାଁ? ଗାଁ ହଉଛି ସେଣିକିଆ। ସେଣିକିଆ? ହଁ। ଶଳା ଭଲ ଛିଣ୍ଡେଇକି ଦେଇଛ ତମର ସବୁ। ହଉ ସେଣିକିଆ। ଆଧାର ନମ୍ବର? ଆଧାର ନମ୍ବର 9078। ତମେ ଯୋଉଠି ମୁଁ ସେଇଠି। ଭଲ ହେଲା ଆଉ ଏକାଠି ରହିଯା। ହଉ ହଉ ଓ ରାଜାଙ୍କୁ କହିବି ସବୁ କଥା କରିଦେବି, କିଛି ବ୍ୟସ୍ତ ହନି। ତୋର ଖାଲି ଗୋଟେ ଘଇତା ଦରକାର? ହଁ ଘଇତାଟା ଖାଲି। ନାଇଁ ରାଜାଙ୍କୁ କହିଲେ 10ଟା ହେଲେ ମୁଁ କରିଦେବି, କିଛି ନାଇଁ ମୋ ଅସୁବିଧା ସ୍ୱାମୀଟା ଅଛି ଯେ ଖାଲି ଲୋକ ଲକ୍ଷଟି 10 ଲକ୍ଷ କହିଲେ ହଁ କରୁନି, ତୁ କାହିଁ ନାହିଁ କରୁଛୁ? ନାଇଁ ମୋର ଖାଲି ଘଇତାଟା ଦରକାର। ଆଉ ନହେଲେ ନାହିଁ ଆଉ କ'ଣ? ହଁ ହଉ ଆରେ ଏଟା କ'ଣ? ଆଉ ମୋର ଖାଲି ଆପେଲ। ତ ହଁ ସେଇଟା ତୋର 1 ଏକର ଜମି ତ? ହଁ କାଲି ଯୋଡ଼େ 4-7 ପଠେଇଦେବି ରାଜା। ଆଜ୍ଞା ଦୂତ। ଆଜ୍ଞା କ'ଣ କହିବି ହଜୁର? ଆରେ କ'ଣ ହେଇଛି? ଗୋଟେ ଦନ୍ତାବରା ଆଜ୍ଞା ଆମ ରାଜ୍ୟକୁ ପଶି ଆଇଛି। ଦୂତ ଆରେ ଦୂତ ଆଜ୍ଞା ଏଇ ସଙ୍ଗେ ସଙ୍ଗେ ମୁଁ ନଗର ପରିଭ୍ରମଣ କରି ଆସିଲି। ଆଜ୍ଞା ହେଲେ ସେ ଦନ୍ତାବରା ଆସିଲା କେଉଁଠୁ? ସରକାରର ଭୁଲ। ଆମେ ଆଜ୍ଞା ପଳେଇ ଆସିଲେ ମେନ୍ ରୋଡରେ,
ଏମିତି ଯୋଉ ଉପରେ କରିଦେଇଛି ଆଜ୍ଞା ଆରେ ଉପରେ କଣ ହଉଛି? ଆଜ୍ଞା ଓଭର ବ୍ରିଜ କରିଦେଲା ତଳେ ଗଳିଆକୁ ସଜ ହେଲା ସେଇ ଗଳିରେ ଆଜ୍ଞା ପଶିକି ପଳେଇ ଯାଇଛି ଆଉ ଆରେ ତମେ ସେ କଥା ଛାଡ଼। ମୋର ଅଯୋଧ୍ୟା କଟକରେ ଆଜ୍ଞା ମୋ ପ୍ରଜାମାନଙ୍କର ଏପରି ଧନ ସମ୍ପତ୍ତି ଯିଏ ନଷ୍ଟ କରିଛି ଆଜ୍ଞା ମୁଁ ତାକୁ କେବେ ହେଲେ ଛାଡ଼ିବି ନାହିଁ। ଦୂତ ତୁମେ ପ୍ରଜାମାନଙ୍କୁ କହିଦିଅ ଆଜ୍ଞା ସେ ତାଙ୍କ ଘରକୁ ଚାଲି ଯାଆନ୍ତୁ। ହଉ ଆଜ୍ଞା ମୁଁ ସେ ଦନ୍ତବରା କଥା ବୁଝି ଆସିବି। ଠିକ ଅଛି ହଜୁର ଶୀଘ୍ର କୁହ। ହଁ ହଉ ପିଲେ ଆଜ୍ଞା ତମ ଆଡ୍ରେସ ସବୁ ନେଇଗଲି କାଲି ଯାଇକି ତମ ଦୁଆରେ ଗାଡି ଲାଗିଯିବ। ଆଜ୍ଞା ହେଲେ ମୋ ଘଇଟା ଆରେ ଗୋଟେ ନୁହଁ କହିଲେ 10ଟା ଦେବି ନହେଲେ ନାହିଁ। ଚାଲ ନାଇଁ ମୋର ଖାଲି ଗୋଟେ ଦରକାର। ସାଡେ ରାଗିଲେ ଆଜ୍ଞା। ହଜୁର ରାଗିଲେ ଚାଲ ତମେ ଚାଲ ତୋ ଦ୍ୱାର ମୋର ଆପ୍ ହେଲେ ଟ୍ରକଟା ପଠେଇଦେବେ। ହଁ ଆ ପେଲେ ଗଲେ ତ ସବୁ କରିଦେବି ଚାଲ ଯା ଦୂତ ଆରେ ଆଉ କେନ କରନି ନାଇଁ ଆଜ୍ଞା ଶୀଘ୍ର ଚାଲ ଆଜ୍ଞା। ନହେଲେ ସେ ବରାହ ଚାଲିଯିବ। ମାରି ଶୀଘ୍ର ଚାଲ ତାକୁ ନଷ୍ଟ କରିଦବା। ମାରି ଚାଲ ଦୂତ। ଅଯୋଧ୍ୟା ନରେନ୍ଦ୍ର ରାଜା ହରିଚନ୍ଦ୍ର ହସ୍ତେ ଧରି ଧନୁ ଅଯୋଧ୍ୟା ନରେନ୍ଦ୍ର ରାଜା ହରିଚନ୍ଦ୍ର ହସ୍ତେ ଧରି ଧନୁ ବିଶାଳ ବରାହ ପଛରେ ଧାନ୍ତି ବିଶାଳ ବରାହ ପଛରେ ଧାନ୍ତି ନାଚିବାକୁ ତାର ପ୍ରାଣ। ସୁଯୋଗ ଦେଖିଣ ରାଜା ହରିଚନ୍ଦ୍ର ପେଶିଲେ ଶାଣିତ ନାରା ଚଗାତେ ହାତର ପଶିଲା ବର ମଥର। ଆରେ ତମେ କଣ କଲ? ବାড়িକି ମାରିଦେଲି କଣ କଲ ତମେ? ମାରିଦେଲି କାଇଁ କାଇଁ ତମେ କାହାକୁ ମାରିଥିଲ? ଆଜ୍ଞା କାହାକୁ ମାରିଥିଲ? ବିରାଟ ଜନ୍ତୁ ଆଜ୍ଞା ମାରି ଦେଇଛି ତ। ଆରେ ତମେ କାହାକୁ ମାରିଛ? ଆଜ୍ଞା ବିରାଟ ଜନ୍ତୁ ଅନ୍ଧାରେ ଦେଖିନି କଣ ବୋଲି ଆପଣ ଯୁଆଡେ ଗଲେ ସେ ଆପଣଙ୍କ ପଛେ ପଛେ ଧାଇଁଥିଲା ଗୋଡେଇ ଗୋଡେଇ ବାଡେଇ ଦେଇଛି ଆପଣଙ୍କ ସର ଆରେ ସତରେ ତମେ ଗୋଟେ ଅନ୍ଧ। ନାଇଁ ଆଜ୍ଞା ତମେ ଗୋଟେ କାଳିଆ କୁତିକି ମାରି ଯାଇଛ। କଣଟା ଏଇଟା ଆରେ ଏଟା କଣଟା କୁତି ମୁଁ ଆଜ୍ଞା ଅନ୍ଧାରେ ଆଉ କଣ ଜାଣିବି ଆଜ୍ଞା ମତେ ଶୁଗୁନି। ଆଜ୍ଞା ମୁଁ କଣ ଜାଣିବି ଆଜ୍ଞା ଅନ୍ଧାରେ ମତେ କିଛି ଦୁଶୁ ନାହିଁ ଆପଣଙ୍କ ଗୋଡ ତଳେ ଧାଉଁଥିଲା ମୁନିବ ମୋର ଆଜ୍ଞା ଯେତେବେଳେ ପେଟ ଭାତ ହଉ କରୁଛି